ଚାଲନ୍ତୁ ଆଜି ଆମେ ଜାଣିବା ଅଷ୍ଟମ ପେ କମିଶନର ବିଳମ୍ବ କ'ଣ ପାଇଁ ହେଉଛି, କାହିଁକି ଏତେ ବିଳମ୍ବ ହେଉଛି, ଆଉ କେବେ ଲାଗୁ ହେବ ଏବଂ କେତେ ବଢ଼ିବ DA ଆଜି ଆମେ ଜାଣିବା। ତେଣୁ ଆପଣମାନେ ଆମ ଥମ୍ବନେଲ୍ ଦେଖିକି ଭିଡ଼ିଓ ଉପରେ କ୍ଲିକ୍ କରିଛନ୍ତି, ତ ଆପଣମାନେ ଥମ୍ବନେଲ୍ ଯାହା ବି ଦେଖିଛନ୍ତି ଆପଣମାନେ ସବୁକିଛି ଆଜି ଜାଣିବେ ପୁରା ଡିଟେଲ୍ସରେ, କାହିଁକି କ'ଣ ପାଇଁ ଆଉ କେବେ ମିଳିବ ଅଷ୍ଟମ ପେ କମିଶନର ଦରମା। ଚାଲନ୍ତୁ ଆଜି ଆମେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ନଜର ବର୍ତ୍ତମାନ ଅଷ୍ଟମ ବେତନ କମିଶନ ଉପରେ ରହିଛି। ଜାନୁଆରୀ 2025ରେ ସରକାର ଅଷ୍ଟମ ବେତନ କମିଶନକୁ ମଞ୍ଜୁର କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ବିଜ୍ଞପ୍ତି ଏବଂ TOR ଜାରି କରାଯାଇନାହିଁ। ଏହି ବିଳମ୍ବ କାରଣରୁ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସେମାନଙ୍କ ଦରମା, ଭତ୍ତା ଏବଂ ପେନ୍ସନର ନୂତନ ଗଠନ ନିର୍ଣ୍ଣୟ କରିବ। ଜାନୁଆରୀ 2025ରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନକୁ ଅନୁମୋଦନ କରିଥିଲେ, କିନ୍ତୁ 8 ମାସ ପରେ ମଧ୍ୟ ଏହାର ସରକାରୀ ବିଜ୍ଞପ୍ତି ଜାରି କରାଯାଇନାହିଁ। କମିଶନର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନିଯୁକ୍ତି ମଧ୍ୟ ବିଚାରାଧୀନ ଅଛି। ଏହି କାରଣରୁ କର୍ମଚାରୀମାନଙ୍କ ମଧ୍ୟରେ ଅସ୍ଥିରତା ବୃଦ୍ଧି ପାଉଛି। ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ ଏହା କାହିଁକି ଏତେ ବିଳମ୍ବ ହେଉଛି ଏବଂ ଏହାର ଲାଭ କେବେ ମିଳିବ। ଜାନୁଆରୀ 2025ରେ ସରକାର ଅଷ୍ଟମ ବେତନ କମିଶନ ଘୋଷଣା କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ। ସରକାରଙ୍କୁ କମିଶନର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତି କରିବାକୁ ପଡ଼ିବ, ଯାହା ବିଜ୍ଞପ୍ତି ଜାରି ହେବା ପରେ ହିଁ ସମ୍ଭବ ହେବ। ହଠାତ୍ ପ୍ରକ୍ରିୟାର କେବଳ ପ୍ରଥମ ପଦକ୍ଷେପ ଏପର୍ଯ୍ୟନ୍ତ କରାଯାଇନାହିଁ। ପ୍ରଥମ ପଦକ୍ଷେପ ବିଚାରାଧୀନ ଅଛି। ହଠାତ୍ କିଛି ଅପଡେଟ୍ ଆସିଲେ ମଧ୍ୟ ତାହା ସମାପ୍ତ ହେବାକୁ ଅଧିକ ସମୟ ଲାଗିବ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ କହିଥିଲେ ଯେ ଯଥା ସମୟରେ ବିଜ୍ଞପ୍ତି ଜାରି କରାଯିବ। ସେ କହିଛନ୍ତି ଯେ ଅଷ୍ଟମ ବେତନ କମିଶନ ପାଇଁ ସର୍ତ୍ତାବଳୀ TOR ସ୍ଥିର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଏବଂ ସମସ୍ତ ରାଜ୍ୟଙ୍କଠାରୁ ସୂଚନା ମଗାଯାଇଛି। କେବଳ TOR ନିଷ୍ପତ୍ତି ହେଲେ କମିଶନ ଆନୁଷ୍ଠାନିକ ଭାବରେ ଗଠନ କରାଯିବ। ସରକାର ଏପର୍ଯ୍ୟନ୍ତ TOR ଚୂଡ଼ାନ୍ତ କରିନାହାନ୍ତି। TOR ସ୍ଥିର ହେବା ପରେ ହିଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତି କରାଯିବ। ଏହି ବର୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂ-ରାଜନୈତିକ ଘଟଣା ଘଟିଛି, ଯେପରିକି ଅପରେସନ୍ ସିନ୍ଦୁର, ଯେଉଁ କାରଣରୁ ବିଳମ୍ବ ହେବାର ସମ୍ଭାବନା ରହିଛି। ଏହି କାରଣରୁ କର୍ମଚାରୀମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। କର୍ମଚାରୀ ଏବଂ ସେମାନଙ୍କର ୟୁନିୟନଗୁଡ଼ିକ ସରକାରଙ୍କୁ ଯଥାଶୀଘ୍ର TOR ଚୂଡ଼ାନ୍ତ କରିବାକୁ ଦାବି କରିଛନ୍ତି। କର୍ମଚାରୀମାନେ ଭୟ କରୁଛନ୍ତି ଯେ ଯଦି ବିଳମ୍ବ ଆହୁରି ବୃଦ୍ଧି ପାଏ, ତେବେ 1 ଜାନୁଆରୀ 2024 ନିର୍ଦ୍ଧାରିତ ତାରିଖରେ ଏହାକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇଯିବ। କର୍ମଚାରୀମାନଙ୍କ କହିବା ଅନୁଯାୟୀ, ବେତନ କମିଶନ ସେମାନଙ୍କ ଭବିଷ୍ୟତ ଏବଂ ଆର୍ଥିକ ସ୍ଥିରତା ସହିତ ଜଡ଼ିତ ଏକ ପ୍ରସଙ୍ଗ। ସପ୍ତମ ବେତନ କମିଶନ 2013 ସେପ୍ଟେମ୍ବରରେ ଘୋଷଣା କରାଯାଇଥିଲା। ଫେବୃଆରୀ 2014ରେ TOR ଜାରି କରାଯାଇଥିଲା ଏବଂ ମାର୍ଚ୍ଚ 2014ରେ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। କମିଶନ 20 ମାସ ପରେ ନଭେମ୍ବର 2015ରେ ରିପୋର୍ଟ ଦାଖଲ କରିଥିଲେ। ସରକାର ଏହାକୁ 1 ଜାନୁଆରୀ 2016ରୁ କାର୍ଯ୍ୟକାରୀ କରିଥିଲେ। ହଠାତ୍ ଘୋଷଣାଠାରୁ ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ପ୍ରାୟ 84 ମାସ ଲାଗିଥିଲା। ଯଦି ସମୟସୀମା ସପ୍ତମ କମିଶନ ସହିତ ସମାନ ହୁଏ, ତେବେ ଅଷ୍ଟମ ବେତନ କମିଶନ ପ୍ରକ୍ରିୟା ମଧ୍ୟ ଲମ୍ବା ହୋଇପାରେ। ଏହାର ଅର୍ଥ ହେଉଛି କର୍ମଚାରୀମାନଙ୍କୁ ସଂଶୋଧିତ ଦରମା କେବଳ 2027 ଶେଷ କିମ୍ବା 2028ରେ ପ୍ରାରମ୍ଭରେ ଉପଲବ୍ଧ ହୋଇପାରେ। ଏପର୍ଯ୍ୟନ୍ତ ଦରମା କମିଶନର ସମୟସୀମା ପ୍ରଥମ ବେତନ 1946-47, ଦ୍ୱିତୀୟ 1957, 59, ତୃତୀୟ 1972-73, ଚତୁର୍ଥ 1983-86, ପଞ୍ଚମ 1994-97, ଷଷ୍ଠ 2006-08, ସପ୍ତମ 2014-16। ସପ୍ତମ ବେତନ କମିଶନ ଅଧୀନରେ ବର୍ତ୍ତମାନ ସର୍ବନିମ୍ନ ମୌଳିକ ଦରମା 18,000 ଟଙ୍କା ରହିଥିବା ସମୟରେ ସର୍ବନିମ୍ନ ମୌଳିକ ପେନ୍ସନ 9,000 ଟଙ୍କା ରହିଛି। ଫିଟମେଣ୍ଟ ଫ୍ୟାକ୍ଟର 2.57, ସର୍ବନିମ୍ନ ମୌଳିକ ଦରମା 2,25,000 ଟଙ୍କା, ଉଚ୍ଚ ପଦବୀ 2,50,000, କ୍ୟାବିନେଟ୍ ସଚିବ ଇତ୍ୟାଦି। ମହଙ୍ଗା ଭତ୍ତା, DA, DR
55%। हठात जड़े सर्वनिम्न दरमा कर्मचारी एवं प्राय 27,900 18,000 प्लस डीए पाइबे एवं जड़े पेंशन भोगी प्राय 28,000 एवं 13,950 9,000 प्लस डीआर पाइबे। अष्टम वेतन कमिशन कर्मचारी एवं पेंशन भोगी बहुत गुरुत्वपूर्ण किंतु एहार प्रक्रिया वर्तमान धीर अच्छी। टीओआर एवं विज्ञप्ति जारी करिवार विलंब स्पष्ट करुछि जे 1 जानुआरी 2026 रु एहाकु कार्यकारी करिबा कष्टकर होई पारे। समय सीमा सप्तम वेतन कमिशन परि समान रहे तेबे कर्मचारी मानकु नूतन दरमा पाइबा पई 2027-28 पर्यंत अपेक्षा करिबाकु परि पारे। आशा करुच्ची आपण मैंने एबे वीडियो देखि बुझी जाइथिबे कौन पाई अष्टम वेतन कमिशन विलंब होउची आउ केबे दरमा बढ़िबो आउ केबे लागू हेबो। यदि आपण मानकु एई वीडियोटी भल लागि थाए आउ आपण माने वीडियो देखि सब किछि बुझी जाइथिबे दया करी एई वीडियो को बहुत मात्रा रे लाइक शेयर और कमेंट करंतु आउ जेउ माने आम चैनल को ए पर्यंत सब्सक्राइब करनांती आपण मानकु अनुरोध यदि आपण एमिटिका वीडियो देखिया चाहूँगी तो एबे ही आम चैनल को सब्सक्राइब कर दिंतु। आज एतिकी फोन देखाबो आउ एक वीडियो रे रहिली समस्त को मो नमस्कार धन्यवाद।